ଭାଇ ଆଜି ବ୍ଲଗ୍ କରିବାକୁ ବିଲକୁଲ ବି ଇଚ୍ଛା ଲାଗୁନି। ମୁଣ୍ଡଟା ମାନେ ଏତେ ଜୋରସରେ ବୁଲେଇ ହେଉଛି କହିବା କଥା ନୁହେଁ। ଦିନ ସାରା ମାନେ କାମ କରିକି ବହୁତ ଥକାପଣ ବି ଲାଗୁଛି, ସେଇଥିପାଇଁ ମୁଣ୍ଡଟା ବୁଲେଇ ହେଉଛି। ତା ବାଦେ ଗ୍ୟାସ୍ ବି ପେଟ ହେଇଯାଇଛି। ଇନୋ ଆଉ ଟିକେ ପରେ ପିଇଥିଲି କିନ୍ତୁ ଭଲ ବି ଲାଗୁନି, ଆଉ ସେଇଥିପାଇଁ ବହୁତ ଜୋରସେ ମୁଣ୍ଡଟା ଟିକେ ବୁଲେଇ ହେଉଛି। ଯାଉଛି ଖାଇ ପିଇକି ଟିକେ ରେଷ୍ଟ ନେଇକି ଶୋଇବି। ଦିନ ସାରା କାରଣ ଅଫିସରେ ଲଗାତାର କାମ ପୁରା ନନଷ୍ଟପ୍ ଯେଉଁ କରିଦେଲି, ସେଇଥିପାଇଁ ଟିକେ ମୁଣ୍ଡଟା ବୁଲେଇ ହେଉଛି, ଆଉ ଗ୍ୟାଷ୍ଟ୍ରିକ୍ ବି ବାହାରକୁ ପଳେଇଲାଣି। ଆଉ କ'ଣ କରିବା, ଯାଉଛି ଖାଇ ପିଇକି ଟିକେ ଶୋଇବା। ଆଉ ଆଜିର କ'ଣ ରାତ୍ରିର ଟିକେ ଖାଇବାଟା ହେଇଛି ଟିକେ ଦେଖାଉଛି। ଭାଇ ଏଠି ଦେଖ, ରୁଟି ହେଇଛି, ସୋଲା ମଟର ତରକାରୀ ହେଇଛି, କ୍ଷୀର ଅଛି, ସୁଇଟ୍ କର୍ଣ୍ଣ ଅଛି, ଏଇଟା ଏଠି ମିକ୍ସଚର ଅଛି। ଏସବୁ ଜିନିଷ ଗୁଡ଼ା ଯାଉଛି ଖାଇସାରିକି, ଆଉ ଗୋଟେ ଟାବଲେଟ୍ ଅଛି ସେଇଟା ଖାଇକି ଟିକେ ଶୋଇଲା ପରେ ବୋଧହୁଏ ଟିକେ ଭଲ ଲାଗିବ। ତା ବାଦେ ଆଖିରେ ଦେଖ ଗୋଟେ ପଡ଼ିଛି, ମୁଁ ଦେଖ ଏଠି ଗୋଟେ ଲାଙ୍ଗୁଡ଼ା ଦେଖ ନେଇକି ଆସିଛି, ଆଖିଟା ବି କେମିତି ଟିକେ ଟିକେ ରେଗେଡ଼ି ହେଉଛି। ଭାଇ ମାନେ ବିଶ୍ୱାସ କରିବନି, ଦିନକୁ ଦିନ ଏତେ ପ୍ରୋବ୍ଲେମ୍ ବାହାରିଲାଣି କହିବା କଥା ନୁହେଁ। ଆଉ ଦେହ ତ ଭଲ ତ ଲାଗୁନି, ବ୍ଲଗ୍ ବି କରିବାକୁ ବି ଆଜି ବିଲକୁଲ ଇଚ୍ଛା ବି ଲାଗୁନି। ମୁଁ କହିଲି ରାତିର ବ୍ଲଗ୍ ଗୋଟେ କରିକି ଅପଲୋଡ଼ କରିଦେବା। ଆଗ ଯାଉଛି ଖାଇବି, ଖାଇସାରିକି ଟାବଲେଟ୍ ଖାଇକି ଶୋଇବି। ଏମିତି ବହୁତ ମାନେ ଦୁଃଖରେ ବର୍ତ୍ତମାନ ଜୀବନ ଚାଲିଛି। ଆଉ ଯାଉଛି କାଲି ମାମାଙ୍କୁ ଆଣିଲା ପରେ ଟିକେ ମନଟା ଟିକେ ଭଲ ଲାଗିବ। ଆଉ ଆମର ଫ୍ୟାମିଲି ବ୍ଲଗ୍ଟା ଆଗରୁ ଯେମିତି ଥିଲା ସେମିତି ପୁଣି ଠିକ୍ ଠାକ୍ ଆସିବା ପାଇଁ ବହୁତ ଆଶା କରୁଛି। ଆଉ କ'ଣ କରିବା, ମାନେ ବିଶ୍ୱାସ କର କିଛି ତ ଭଲ ତ ଲାଗୁନି, ଆଉ କହିବି ପାରୁନି ଠିକ୍ରେ। ଆଉ ପୁଣି ଦେଖା ହେବ କାଲି ଆଡ଼କୁ। ଆଉ ରହିଲି ସାଙ୍ଗମାନେ, ଟାଟା। କାଲି ଯାଇକି ଆସି ସାରିଲା ପରେ ଯାହା ଭିଡ଼ିଓ ସୁଟ୍ କରିକି ଅପଲୋଡ଼ କରିବି। ଆଉ ହଉ ଠିକ୍ ଅଛି ସାଙ୍ଗମାନେ, ରହୁଛି। ଆଉ କିଛି ବି କହିବି ପାରିବିନି, ମୁଣ୍ଡଟା ବହୁତ ଜୋରସେ ବୁଲେଇଲାଣି। ଯାଉଛି ଆଗ ଖାଇକି ରେଷ୍ଟ ନେବି। ରହିଲି, ଟାଟା।